ବନ୍ୟାର ପ୍ରଭାବ ଧୀରେ ଧୀରେ ହ୍ରାସ ପାଉଛି ଓଡ଼ିଶାରେ ସବୁ ନଦୀରେ ଶାଳନ୍ଦୀ ହେଉ ବୈତରଣୀ ହେଉ ଆମର ବ୍ରାହ୍ମଣୀ ହେଉ ମହାନଦୀ ହେଉ ସବୁଥିରେ ବନ୍ୟା ପ୍ରକୋପ ହ୍ରାସ ପାଇଛି ଏବଂ ଆମେ ଯାହା ଆଜି ସକାଳେ ପ୍ରେଡ଼ିକ୍ସନ୍ ଦେଖୁଥିଲୁ ବିଭିନ୍ନ ମଡ଼େଲରୁ 5 ତାରିଖ ପରେ କିଛି ବର୍ଷା ହେଇପାରେ ତେଣୁ ଆଜି 3 ତାରିଖ 3-4ରେ ପ୍ରାୟ ବର୍ଷା ମହାନଦୀର ଉପର ମୁଣ୍ଡରେ କିମ୍ବା ତଳ ମୁଣ୍ଡରେ ନାହିଁ ସେମିତି ଗୋଟେ ଲୋକାଲାଇଜ୍ ରେନଫଲ୍ ହୋଇପାରେ ଯାହାର ପ୍ରଭାବ ବନ୍ୟା ଉପରେ ବିଶେଷ ପଡ଼ିବ ନାହିଁ। ଆମେ ଯାହା ହୀରାକୁଦର ଅପରେସନ୍ ଆରମ୍ଭ କରିଥିଲୁ ଆଜି 12ଟା ସୁଦ୍ଧା ଆମର ହୀରାକୁଦର ଲେବୁଲ୍ ଅଛି 620.77 ଫୁଟ। ଆମେ ଯେମିତି ଜାଣିଥିଲେ ଆମେ 625.47 ଫିଟ୍ରେ ପହଞ୍ଚି ଯାଇଥିଲେ ବନ୍ୟା ନିୟନ୍ତ୍ରଣ କରିବା ପାଇଁ ତାକୁ ଆମର ଯାହା SOP ଅଛି ତାକୁ ଫଲୋ କରିକି ଧୀରେ ଧୀରେ ତା'ର ଲେବୁଲ୍ କମାଉଛୁ ଆମେ ଆଉ ଆମର ଯାହା ଗୋଟେ ପ୍ଲାନ୍ କରିଛୁ କମାଇବା ପାଇଁ ସେ ଅନୁସାରେ କାଲି 12ଟା ସୁଦ୍ଧା ସେଇଟା 618 ଲେବୁଲ୍ରେ ପହଞ୍ଚିଯିବ ଏବଂ ପରଦିନ ସୁଦ୍ଧା ସେଇଟା 615 ଫୁଟ ଲେବୁଲ୍ରେ ପହଞ୍ଚିଯିବ। ବର୍ତ୍ତମାନ ମହାନଦୀରେ ଇନଫ୍ଲୋ ଯେଉଁ ରହୁଥିଲା ଉପର ମୁଣ୍ଡରୁ ସେଇଟା ବହୁତ କମିଯାଇକି 1,10,000 କ୍ୟୁସେକ୍ସରେ ଅଛି। ତାର ଏଗେନଷ୍ଟରେ ଆମେ ତଳକୁ 3,03,000 କ୍ୟୁସେକ୍ସ ଜଳ ଛାଡ଼ୁଛେ ତ ଗ୍ରାଜୁଆଲି ଆମର ରିଜର୍ଭରର ଲେବୁଲ୍ କମିବାକୁ ଲାଗୁଛି। ରିଜର୍ଭର ଲେବୁଲ୍ କମାଇବା ପାଇଁ ଗୋଟେ ଗାଇଡ଼ଲାଇନ୍ ଅଛି ତାକୁ ଆମେ ଫଲୋ କରିକି ରିଜର୍ଭରକୁ ଖାଲି କରୁଛୁ। ଆଉ ବର୍ତ୍ତମାନ ଆମେ ଯଦି ତଳ କଥା ଦେଖିବା ତଳେ ଆମର ଖଇରମାଲରେ ଏବେ 4,30,000 କ୍ୟୁସେକ୍ ଜଳ ପ୍ରବାହିତ ହେଉଛି, ବରମୂଳରେ 4,60,000 କ୍ୟୁସେକ୍ ଜଳ ପ୍ରବାହିତ ହେଉଛି ଏବଂ ମୁଣ୍ଡଳିଠାରେ ଆଜି 12ଟା ବେଳକୁ 5,82,000 କ୍ୟୁସେକ୍ ଜଳ ପ୍ରବାହିତ ହେଉଛି। ଯେଉଁ ଆମେ ଛାଡ଼ିଥିଲେ 22ଟା ଗେଟ୍ ଦେଇକି ଯେଉଁ ଜଳ ଆମର ହୀରାକୁଦରୁ ତାହା କାଲି 3ଟା ବେଳକୁ ମୁଣ୍ଡଳିରେ ପହଞ୍ଚିଥିଲା। ସେତେବେଳକୁ ମୁଣ୍ଡଳିର ପ୍ରବାହ ଥିଲା 6,25,000 କ୍ୟୁସେକ୍ସ। ସେଇଟା 4 ଘଣ୍ଟା ଯାଏଁ କଣ୍ଟିନ୍ୟୁ କରିଥିଲା ଆଉ ସେଇଟା ବହୁତ ବଡ଼ ଫ୍ଲଡ୍ ନୁହେଁ ମହାନଦୀ ପାଇଁ। ସେଇଟା ବର୍ତ୍ତମାନ ଧୀରେ ଧୀରେ କମିବାରେ ଲାଗିଛି। ବର୍ତ୍ତମାନ ସୁଦ୍ଧା ତାହା କମି ଆସି 5,82,000 କ୍ୟୁସେକ୍ସରେ ପହଞ୍ଚିଛି ଏବଂ ଏଇଟା ବି କିଛି କନଷ୍ଟାଣ୍ଟ ଅଛି। ଏଇଟା ଫର୍ଦର ଡାଉନ୍ ହୋଇଯିବ ଯଦି ବର୍ଷା ଆଉ ନ ହେଉଛି। ତେଣୁ ମହାନଦୀରେ ଆଉ କୌଣସି ବନ୍ୟା ହେବାର ଆଶଙ୍କା ନାହିଁ। ଯେଉଁ ବନ୍ୟା ଥିଲା ସେଇଟା ତା'ର ପ୍ରଭାବ ଧୀରେ ଧୀରେ କମିବାରେ ଲାଗିଛି। ଏଇଟା ହେଲା ଆମର ମେଜର ଇଭେଣ୍ଟ ହୀରାକୁଦକୁ ନେଇକି ଆଉ ମହାନଦୀକି ନେଇକି। ଆଉ ଅନ୍ୟ ଯେଉଁଗୁଡ଼ା ଆମର ବର୍ତ୍ତମାନ ମେଜର ଆମର ଫୋକସ୍ ରହୁଛି ଘାଇ ଗୁଡ଼ା ବନ୍ଦ କରିବା ପାଇଁ। ପ୍ରାୟ ସବୁ ଜାଗାରେ ଆମେ ଘାଇ ମରାମତି କାର୍ଯ୍ୟ ଆରମ୍ଭ କଲୁଣି। କାଲି 3ଟା ଜାଗାରେ ଆରମ୍ଭ କରିଥିଲୁ ବୈତରଣୀ ଆଉ ବ୍ରାହ୍ମଣୀର ଯେଉଁଠି ଯେଉଁଠି ଅସୁବିଧା ହେଇଥିଲା କିମିରିଆପାଳ ଆଣ୍ଡ ଆମର ବ୍ରହ୍ମଚାରୀପାଟଣା ସେଠି ଆମର ଯାହା ଟେମ୍ପୋରାରୀ ରିଷ୍ଟୋରେସନ୍ ଅଲରେଡ଼ି କାଲି ସନ୍ଧ୍ୟାରୁ ଆରମ୍ଭ ହୋଇଛି। ଆଉ ବାକି ଆମର ଯେଉଁଟା ଥିଲା ବ୍ରାହ୍ମଣୀ ସିଷ୍ଟମ୍ରେ ଆଉ ଆମର ସୁବର୍ଣ୍ଣରେଖା ସିଷ୍ଟମ୍ରେ ତା ପାଇଁ ବି ସେମାନେ ଷ୍ଟେପ୍ ଆରମ୍ଭ କଲେଣି। ଆମେ ଆଶା କରୁଛୁ ଯେତେ ଶୀଘ୍ର ସମ୍ଭବ ମେ ବି ୱିଦିନ୍ 5 to 7 days ସେସବୁ ଘାଇକୁ ଟେମ୍ପୋରାରୀ ରିଷ୍ଟୋରେସନ୍ କରିଦେବୁ। ଆମେ ଯଦି ଦେଖିବା ଆମର ତ ସବୁ ନଦୀରେ ଜଳ ପ୍ରବାହ କମିଛି ଯେମିତିକି ଆମର ଆଖୁଆପଦାରେ ବର୍ତ୍ତମାନ ଅଛି ଲେବୁଲ୍ 17.49 ଯେଉଁଟାକି ୱାର୍ଣ୍ଣିଂ ଲେବୁଲ୍ ତଳେ ଅଛି। ଡେଞ୍ଜର ଲେବୁଲ୍ ତ 18.33। ସେମିତି ଆମର ଶାଳନ୍ଦୀରେ ବି ଯେଉଁ ଲେବୁଲ୍ ଥିଲା ଆମର 17 ଫୁଟ ଯେଉଁ ଆମର ଡେଞ୍ଜର ଲେବୁଲ୍ ଥିଲା ଭଦ୍ରକର ରାଜଗଡ଼ ପାଖରେ ସେଠି ଏବେ 14 ଫୁଟରେ ପାଣି ରହୁଛି। ତେଣୁ ଆମେ ସେଠି ବି ଜଳ ପ୍ରବାହ କମିଲାଣି ଆଉ ଧୀରେ ଧୀରେ ସୁଧାର ଆସୁଛି। ବୁଢ଼ାବଳଙ୍କର ଲେବୁଲ୍ ବି କମିଗଲାଣି 4.5 ମିଟରକୁ ମାତ୍ର। ତା'ର ଡେଞ୍ଜର ଲେବୁଲ୍ ତ 8 ମିଟର ଗୋବିନ୍ଦପୁର ପାଖରେ NH ପାଖରେ। ଜଳକାରେ ଆମେ ଯେମିତି ଜାଣୁଛେ ସବୁବେଳେ ଜଳବନ୍ଦୀ ହେଇକି ରୁହେ ସେଠି ଯଦିଓ 6.5 ଆମର ଡେଞ୍ଜର ଲେବୁଲ୍ ସେଠି 6.22ରେ ସ୍ଥିର ରହିଛି। ସେଠି ବହୁତ ଦିନ ହେଲା ଆମର ୱାଟର ଲେକିଂ ପ୍ରୋବ୍ଲେମ୍ ଲାଗି ରହିଛି ଯେହେତୁ ସେଇଟା ନିୟର ଟୁ ଦି ସି ଆମର ବସ୍ତା ଆଉ ସଦର ବ୍ଲକ ବାଲେଶ୍ୱରର କିଛି ଏରିଆ ସେଠୁ ଟାଇମ୍ ଲାଗୁଛି ଟିକେ ଜଳବନ୍ଦୀରୁ ମୁକ୍ତ ହେବା ପାଇଁ। ଆଉ ରେଙ୍ଗାଲିରେ ଆମର ତ ଆମେ ବହୁତ ସୁବିଧାଜନକ ସ୍ଥିତିରେ ଅଛେ। ସେଠି ଆମେ କେବଳ ଗୋଟିଏ ଗେଟ୍ ଖୋଲିଛେ। ତା'ର ଯାହା ଜଳଧାରଣ କ୍ଷମତା ତା'ର ବର୍ତ୍ତମାନ ଅଛି ପାଖାପାଖି 81%, 86%। ସେଠି ଗୋଟିଏ ଗେଟ୍ ଖୋଲା ରଖିଛେ। ତା'ର ପ୍ରଭାବ ବନ୍ୟା ଉପରେ କିଛି ପଡ଼ିବ ନାହିଁ କାରଣ ସେଠି ଆଉଟଫ୍ଲୋ ମାତ୍ର 2,000 କ୍ୟୁବିକ୍ ମିଟର ଭିତରେ ରହୁଛି। ଆଉ ଜେନାପୁର ଯେଉଁଠି ଆମେ ମାପୁ ବ୍ରାହ୍ମଣୀର ଲେବୁଲ୍ ସେଠି ତାଙ୍କର ଡେଞ୍ଜର ଲେବୁଲ୍ ହେଉଛି 23 ମିଟର କିନ୍ତୁ ବର୍ତ୍ତମାନ ଜଳପ୍ରବାହ ରହିଛି 20.18 ମିଟର। ତ ସେଇଟା ଆମର ଡେଞ୍ଜର ଲେବୁଲ୍ରୁ ପାଖାପାଖି 3 ମିଟର ତଳେ ରହିଛି କହିଲେ ଠିକ୍ ହେବ। ତେଣୁ ଓଭରଅଲ୍ ଓଡ଼ିଶାରେ ବନ୍ୟା ସ୍ଥିତି ସୁଧୁରୁଛି ଏବଂ 5 ତାରିଖ ପରେ ଯାହା ବର୍ଷା ହେବ ତାକୁ ଆମେ ଅପେକ୍ଷା କରିଛୁ। ସେଥିପାଇଁ ଆମେ ପ୍ରସ୍ତୁତି ବି ଆରମ୍ଭ କରିଛୁ। ନାଇଁ ଆକ୍ଚୁଆଲି IMD ଯାଏଁ କୌଣସି ଫୋରକାଷ୍ଟ ଦେଇନାହାନ୍ତି। ଆମେ ବିଭିନ୍ନ ମଡ଼େଲକୁ ଯେହେତୁ ଅନୁଧ୍ୟାନ କରୁଛୁ ପ୍ରତିଦିନ ସକାଳ 10ଟା ବେଳେ ଆମେ କିଛି ଇଣ୍ଟରନ୍ୟାସନାଲ ଲେବୁଲ୍ର ମଡ଼େଲକୁ ଦେଖୁଥିଲୁ କିନ୍ତୁ ସେଠି ଲୋକାଲାଇଜ୍ ରେନଫଲ୍ ଦେଖେଇଛି 5 ତାରିଖ ପରେ। ତା'ର ପ୍ରଭାବ ଏତେ ରହିବ ନାହିଁ କାରଣ ସେତେବେଳକୁ ଆମର ରିଜର୍ଭର ବି ପଳେଇ ଆସିଥିବ ହୀରାକୁଦର ବହୁତ ତଳ ଲେବୁଲ୍କୁ
आटा मोस्टली छत्तीसगढ़ गोटे पार्टे टी देखा आमर साउथ रे देखा माने ओडिशार साउथ रे दक्षिण भाग में वर्षा आमको एक्चुअली आवश्यक अच्छी कारण से तो आम 3टा रिजर्भर भल स्थित ना बालीमेला कोल्लाब एंड इंद्रावती जो 3टा की बड़ रिजर्भर दक्षिण ओडिशार आमर सेठी आमर ए बहुत कम स्टोरेज रही जमीक बालीमेला मात्र ए 70% पानी रही ओहाराज आम देखुचे रेंगाली आम 81% अच्छे हीराकुद 66% अच्छे सालंदी 84% अच्छे इंद्र 82% फुलवरेन्द्र 82% अच्छे से दृष्टि देखिले इंद्रावती भी मात्र 39% अच्छी कोल्लाब 28% अच्छी आ बालीमेला 70% अच्छी ये 3टा रिजर्भर स्कैर्सिटी अच्छा बर्तमान जदि वर्षा 5 तारिख साउथ आमर दक्षिण ओडिशा हुए तार प्रभाव आम लाभजनक हम।